ଜଳେଶ୍ୱର ବ୍ଲକ ବରଡିହା ପଞ୍ଚାୟତର ରାଇଶୋଳାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ସ୍ଥିର କରି ଅଧ୍ୟୟନରେ ମନୋନିବେଶ କଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରଡିହା ବ୍ଲଷ୍ଟରର ସିଆରସିସି ବରେନ୍ଦ୍ର ମହାନ୍ତ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୁକୁମାର ରଣା ଓ ଓମାନ ପାୱାର ପ୍ଲାଣ୍ଟର ମୁଖ୍ୟ ଯନ୍ତ୍ରୀ ଉମେଶ ସି, କଳମା ସମିତି ସଭ୍ୟ ଚିତ୍ତରଞ୍ଜନ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ପ୍ରଣବେଶ ଜେନା ପ୍ରମୁଖ ଯୋଗ ଦେଇ ସରକାରୀ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ନ୍ୟୁଜ୍, ଜନତା ଏକ୍ସପ୍ରେସ।